ଆପଣମାନଙ୍କୁ ସଣ୍ଡେ ବ୍ଲଗ୍ରେ ୱେଲକମ୍। ସଣ୍ଡେ ଯେହେତୁ ଥିଲା ମର୍ଣ୍ଣିଂର ବ୍ରେକଫାଷ୍ଟ ତ ସ୍ପେଶାଲ୍ ବନେଇବାକୁ ପଡ଼ିବ। ତ ଆଜି ବନେଇ ନେଇଥିଲି ସବୁ ପ୍ରକାର ପନିପରିବା ପକେଇ ଚାଉମିନ୍। ଆଉ ପିଇଶାଶୁଙ୍କର ପୁଅ ବି ଆଜି ଆସିଥିଲେ, ସୋ ଚାଉମିନ୍ ବନେଇ ନେଇଥିଲି। ସେ ବି ତାଙ୍କ ପାଇଁ ଖାଇବା ସହିତ ଆମେ ମଧ୍ୟ ସମସ୍ତେ ଖାଇ ନେଇଥିଲୁ। ଯେହେତୁ ସଣ୍ଡେ ଥିଲା ହଜବେଣ୍ଡ ମଟନ୍ ନେଇ ଆସିଥିଲେ। ଆପଣମାନେ ପୂର୍ବ ଭିଡ଼ିଓରେ ତ ଦେଖିଥିଲେ ହଜବେଣ୍ଡ ମର୍ଣ୍ଣିଂରେ ଅଫିସ୍ ଗଲେ, ଆସିଲା ବେଳେ ଇଭିନିଂ ହେଇଯାଉ। ନନଭେଜ୍ ବାର ଥିଲେ ନନଭେଜ୍ ଖାଇପାରନ୍ତିନି, ତ ଆଜି ସେ ମଟନ୍ ନେଇ ଆସିଥିଲେ। ଆଉ ମଟନ୍ର ଲୁକ୍ ଦେଖି ଆପଣମାନେ ଜାଣିପାରୁଥିବେ ଟେଷ୍ଟଟା କେମିତି ହେଇଥିବ। ଝିଅକୁ ଏକୁଟିଆ ସମ୍ଭାଳି ବନେଇଥିଲି, ତ ରେସିପି ସୁଟ୍ କରିବାରେ ଟିକେ ପ୍ରୋବ୍ଲେମ୍ ହେଲା। ମୁଁ ସୁଟ୍ କରିପାରୁନଥିଲି, ହଜବେଣ୍ଡ ବି ଘରେ ନଥିଲେ। ଆଉ ଆଶା କରୁଛି ଆପଣମାନେ ଟିକେ କୋଅପରେଟ୍ କରିବେ। ଆଉ ବ୍ଲଗ୍ଟି ଯଦି ଭଲ ଲାଗିଥିବ ତାହେଲେ ଲାଇକ୍ ସେୟାର ଆଣ୍ଡ ସବସ୍କ୍ରାଇବ୍ କରିବା ପାଇଁ ଜମାରୁ ବି ଭୁଲିବେନି। ଆଜି ଆମର କିଛି କାମ ବି ଥିଲା, ସୋ ହଜବେଣ୍ଡ ମୁଁ ସବୁ ଇଭିନିଂରେ ବାହାରି ଯାଇଥିଲୁ ଝିଅର ଫଟୋ ସୁଟ୍ କରିବା ପାଇଁ। ଏ କାମଟି ବହୁତ ଦିନ ହେଲାଣି ପେଣ୍ଡିଙ୍ଗ ଥିଲା। ଝିଅ ଟିକେ ସ୍ମାଇଲ୍ ଦେଉନଥିଲା, ଫଟୋ ଗୁଡ଼ାକ ଟିକେ ଫିକା ଆସୁଥିଲା, ମନକୁ ଛୁଉଁନଥିଲା ଆମେ ଯେମିତି ଚାହୁଁଥିଲୁ। ସେ କେମିତି ଡରିକି ରହିଛି ଦେଖନ୍ତୁ। ଆମେ ବିଭିନ୍ନ ପ୍ରକାର କଷ୍ଟ୍ୟୁମ୍ ୟୁଜ୍ କରି ଭେରାଇଟି କଲୁ, କିନ୍ତୁ ସେ ସ୍ମାଇଲି ହିଁ ଦେଲାନି। ଶେଷରେ ଦେଖନ୍ତୁ ଫଟୋ ସୁଟ୍ ସରିଲା ପରେ ସେ ଭଲ ତା'ର ଲଗେଇଛି, ସିଏ ତା'ର ଗୋଟେ କାମ ଚଲେଇଛି। ସବୁ ତ ସରିଲା। ଶେଷରେ ରାତିରେ ପରଟା ସହିତ ବଳିଥିବା ମଟନ୍କୁ ଖାଇ ଦିନଟି ଶେଷ କଲୁ।